ଆଜ୍ଞା ଆପଣଙ୍କ ପରିଚୟ। ନମସ୍କାର, ଜୟ ଜଗନ୍ନାଥ। ମୁଁ ଚାଇଲ୍ଡ ହେଲ୍ପଲାଇନ୍ କାଉନସିଲର, ଏବେ ଚାର୍ଜରେ ଅଛି ଚାଇଲ୍ଡ ହେଲ୍ପଲାଇନ୍ର। କିନ୍ତୁ ଆଜି ଯୋଉ 2 ମାସର ଝିଅଟିକି ରେସ୍କ୍ୟୁ କରାହେଲା, କଣ କୋଉଠୁ ରେସ୍କ୍ୟୁ କଲା, କଣ ସମ୍ପୂର୍ଣ୍ଣ ଘଟଣା? ନାଇଁ, ଆମର ଏଇଟା ପିପିଲି ଥାନା ଅଞ୍ଚଳର ଏଇ ପିଲାଟି, ଏ ବାପା ମାଙ୍କ ଜଣକଟି ତାଙ୍କ କହିବା ମୁତାବକ ଜଣଙ୍କ ଠାରୁ ପିଲାଟିକୁ 1.5 ଦିନ ହେଲା ଆଣିଛନ୍ତି। ତାଙ୍କ କହିବା ଅନୁସାରେ ଏଇ ଘଟଣାଟି ସେ ଯେତେବେଳେ ପୋଲିଓ ଟୀକା ଦେବାକୁ ଯାଇଥିଲେ ପିଲାର, ଆଶାକର୍ମୀ ଏ ଘଟଣାଟିକୁ ଜାଣିକିରି ତାଙ୍କ ଅଙ୍ଗନବାଡ଼ି କର୍ମୀ ସହ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଏବଂ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଯେଉଁ ରହିଲା କି ଆମର ଡିଷ୍ଟ୍ରିକ୍ଟର ଆମର ଚାଇଲ୍ଡ ପ୍ରୋଟେକ୍ସନ ୟୁନିଟ୍ ତାଙ୍କୁ ଜଣେଇଥିଲେ ଯେ ଏମିତି ଗୋଟେ ପିଲାଟିକୁ ବେଆଇନ ଭାବେ ଜଣେ ବାପା ମା ଆଣି ରଖିଛନ୍ତି। ଏହି ଖବର ଜିଲ୍ଲା ପ୍ରଶାସନ ପାଇଲା ପରେ ଜିଲ୍ଲା ପ୍ରଶାସନ ଚାଇଲ୍ଡ ହେଲ୍ପଲାଇନ୍କୁ ନିର୍ଦ୍ଦେଶ ଦେଇଥିଲା ଯେ ଘଟଣାସ୍ଥଳରେ ପହଞ୍ଚି ପିଲାଟିକୁ ଉଦ୍ଧାର କରି ତାକୁ ଶିଶୁ CWC ଆଗରେ ସମ୍ମୁଖରେ ପ୍ରଦର୍ଶନ ଦେବା ପାଇଁ। ନାଇଁ, ଗଭର୍ଣ୍ଣମେଣ୍ଟ ନିୟମ ଅନୁସାରେ ପାଳିତ କରିବାକୁ ତ ଆମମାନଙ୍କୁ ଆଡପ୍ସନ ଅନୁସାରେ ଯିବାକୁ ପଡ଼ିବ। କେହି କାହାର ପିଲାକୁ ଆଣିକିରି ଜବରଦସ୍ତି ରଖିପାରିବ ନାହିଁ। ଏଇଟା ଗଭର୍ଣ୍ଣମେଣ୍ଟର ଗାଇଡଲାଇନ୍ ବାହାରେ ଅଛି। ସିଏ ତାକୁ ଯୋଗାଯୋଗ କରିଦେବେ, ଯେହେତୁ ଆଜି ଆମର ଅଫିସିଆଲି ଅଫିସ ବନ୍ଦ ରହୁଛି। ସେ କାଲି ତାର ଯିଏ ବାୟୋଲୋଜିକାଲ ଫାଦର ଆଉ ମଦର କାଲି ସେ CWC ଆସି ପହଞ୍ଚି ପିଲାର ପ୍ରପର ଡକୁମେଣ୍ଟ ଦେଖେଇଲା ପରେ ଆମର ଯିଏ ଜଜ୍ ଅଛନ୍ତି, ଯିଏ ଅଧିକାରୀ ଯିଏ ଅଛନ୍ତି, ତାଙ୍କ ନିଷ୍ପତ୍ତି କ୍ରମେ ସେ ଯାହା ଡିସିସନ ନେବେ ସେୟା ହିଁ ହବ। ଛୁଆଟି ବର୍ତ୍ତମାନ ପାଇଁ ନୀଳାଚଳ ସେବା ପ୍ରତିଷ୍ଠାନ ରହିବ, NSP ରହିବ କଣାସ। ଯଦି ସେ କୋଅପରେଟ୍ ନ କରନ୍ତି, ଗଭର୍ଣ୍ଣମେଣ୍ଟ ଗାଇଡଲାଇନ୍ ବାହାରେ ଯାଆନ୍ତି, ତେବେ ନିଶ୍ଚିତ ରୂପେ ଯାହା ଆଇନ ଅନୁସାରେ ଦଣ୍ଡ ଅଛି ତାଙ୍କୁ ଦିଆଯିବ। ଭାଇ ଆପଣଙ୍କ ନାଁଟା କଣ, ଘର କୋଉଠି? ମୋ ନାଁ ହେଲା ଅମରେନ୍ଦ୍ର ଦାସ, ମୋ ଘର ହେଲା ବରାଗଡ଼। କଣ ଘଟଣା ଆଜି ଘଟିଥିଲା? ଏ ଯୋଉ ପିଲା ବିଷୟରେ ତ ଆଜ୍ଞା କିଛି ନାହିଁ, ଛୋଟିଆ ଘଟଣା। ଓ ଆମର ସେ ସମ୍ପର୍କ ସେ ପିଲାକୁ ତାଙ୍କର 2ଟା ଝିଅ କି 3ଟା ଝିଅ ସେ ଦେଇ ଦେଇଛନ୍ତି ଗୋଟେ ଆମକୁ ପାଳିତ କରିବା ପାଇଁ। ମୋର ଝିଅ ନାହିଁ, ମୋର 2ଟି ପୁଅ। ମୋତେ ସେଥିପାଇଁ ମୋ ଝିଅଟି ଦେଇଛନ୍ତି। ଆଉ ମୋ ସ୍ତ୍ରୀ ତାକୁ ଗୀତି ଆସିଛି 2 ଦିନ ହବ। କେତେ ବର୍ଷ ଆଜ୍ଞା ନାହିଁ, ମୋଟେ 2 ମାସର ପିଲା। ଆଉ ତା ବାଦ ବି ସେ ପୋଲିଓ କାର୍ଡ଼ ଫାର୍ଡ଼ ଦେଇଛନ୍ତି। ଆଉ ପୋଲିଓ ବି ଆଜି ତାକୁ ପିଲାକୁ ଦେଲୁ, ପିଲା ବି ସୁରକ୍ଷିତ ଆମ ପାଖରେ ଅଛି, କିଛି ବି ଏଥିରେ ଅସୁବିଧା ହିଁ ନାହିଁ। ମୋର ଝିଅ ନାହିଁ ନା, ଝିଅ ଦାନ ମହତ୍ୱପୂର୍ଣ୍ଣ। ଆମେ ମେସେଜ ଲେଖୁଛୁ ସଦାବେଳେ, ହୋର୍ଡିଂରେ ଲେଖୁଛୁ ବେଟି ବଚାଓ ବେଟି ବଢ଼ାଓ। ଆଉ ଝିଅକୁ କେମିତି ଆମେ ଭୁଲିଯିବୁ? କନ୍ୟା ସନ୍ତାନ ଆଜ୍ଞା, ଏଇ ବଡ଼ଙ୍କ ରୁଟ ତ ଜଣ କହିଲେ ଚଳେ। ଆଉ ନାଇଁ, 1.5 ଦିନ 2 ଦିନ ଭିତରେ ଆগে କାଗଜ ପତ୍ର ଏତେ ହଠାତ୍ କୋଉଠି ହେଇପାରିବ? ଏଇ ଚାଇଲ୍ଡ ବାଲା ଯାଇଥିଲେ, ପ୍ଲସ୍ ଥାନାରୁ ଯାଇଥିଲା। ଆଉ କହିଲେ ଥାନାକୁ ଆସ, ଲେଖା ଟିକେ କରିଦିଅ, ଆଉ ନୋଟ ଯିଏ ଅଛନ୍ତି ଟିକେ ସିଗ୍ନେଚର ମାରିଦେଲେ ଏତକ ଆପଣ ନେଇଯିବେ ପିଲା, ଟିକେ କିଛି ଅସୁବିଧା ନାହିଁ ଏଥିରେ। ଆଉ ପିଲା ଆଜ୍ଞା ମତେ ଗନ୍ଧେଇବନି, ଆଉ ପିଲା ଝିଅ ରଖିଛନ୍ତି ଦଉନାହାନ୍ତି, କିଛି ଅସୁବିଧା ନାହିଁ।